24 ଟଙ୍କାରେ କ'ଣ ସତରେ ଇନକମ୍ ଟ୍ୟାକ୍ସ ଫାଇଲ୍ ହବ? ଜିଓ ଆପ୍ ଏମିତି ଅଫର୍ ବାହାର କରୁଛନ୍ତି। ଚାଲନ୍ତୁ ଦେଖିବା ତା ଦେହରେ କ'ଣ କ'ଣ ସବୁ ଅଛି। ଯେତେବେଳେ ଜିଓ ଆପ୍ ଓପେନ୍ କରିବେ, ଗୋଟେ ଅପସନ୍ ଥିବ ଫାଇନାନ୍ସ ବୋଲିକି, ତାକୁ ଯେତେବେଳେ କ୍ଲିକ୍ କରିବେ ସେତେବେଳେ ଗୋଟେ ପେଜ୍ ଓପେନ୍ ହବ। ସେଥିରେ ସବୁ କେମିତି ଫିକ୍ସ ଡିପୋଜିଟ୍ କରିବେ, କେମିତି ମ୍ୟୁଚୁଆଲ ଫଣ୍ଡ କରିବେ, ସବୁ ଅଛି। ଟିକେ ତଳକୁ ସ୍କ୍ରୋଲ୍ କରିବେ, ଗୋଟେ ଟ୍ୟାକ୍ସ ଫାଇଲିଂ ଲେଖା ହେଇଥିବ। ତାକୁ ଯେତେବେଳେ କ୍ଲିକ୍ କରିଦେବେ ସେତେବେଳେ ସେ ଆପଣଙ୍କୁ ଗୋଟେ କ'ଣ ଦବ ଯେ ଗୋଟେ ପେଜ୍ରେ କି ଫିଚର୍ସ ଗୁରା କହିବ, ଆଉ ଗୋଟେ ଜିନିଷ ଟିକ୍ କରିବାକୁ ଦବ। ସେଟା ଟିକ୍ କଲା ପରେ କ'ଣ ହବ, ଆପଣଙ୍କର ଇନକମ୍ ଟ୍ୟାକ୍ସର ଗୋଟେ ପେମେଣ୍ଟର ପେଜଟା ଓପେନ୍ ହେଇଯିବ, ଯୋଉଥିରେ ଲେଖା ହେଇଥିବ 649 ଟଙ୍କା ଦେଲେ ଗୋଟେ ট্যাক্স ফাইলিং সিস্টম ଆଉ ଗୋଟେ 24 ଟଙ୍କାରେ। 24 ଟଙ୍କା ଦେଖନ୍ତୁ ଲେଖା ହେଇଛି DIY, ତା ମାନେ କ'ଣ ଯେ ଆପଣଙ୍କୁ ନିଜକୁ ସେଇଟା କରିବାକୁ ପଡ଼ିବ। ତ 24 ଟଙ୍କାରେ କ'ଣ କ'ଣ କରିପାରିବେ, ଯଦି ଆପଣଙ୍କ ଇନକମ୍ 3 ଲକ୍ଷ ଟଙ୍କାରୁ କମ୍ ଅଛି ଆଉ ପୁରା ତା ଦେହରେ କିଛି ଏପଟ ସେପଟ ନାହିଁ, ତାହେଲେ ଆରାମସେ କ'ଣ କରିପାରିବେ, ନିଜେ ବି ଇନକମ୍ ଟ୍ୟାକ୍ସ ଫାଇଲ୍ କରିପାରିବେ। ଏଠି ସବୁ ଲେଖା ହେଇଛି ଯେ ତାଙ୍କର ସିଷ୍ଟମ୍, ଯେଉଁ AI ସିଷ୍ଟମ୍ ପୁରା ଗାଇଡ୍ କରିବ। ଏତିକି ଜିନିଷ ଧର ଆପଣଙ୍କର ଅଛି ଯୋଉଟାକି ସେ ସ୍ମାର୍ଟ ଟ୍ୟାକ୍ସ ସଜେସନ୍ କରିବ, ସବୁ ଯାକ ଜିନିଷ ପୁରା ଆରାମସେ ଫାଇଲ୍ କରିଦେବେ। କିନ୍ତୁ ଯଦି ଆପଣଙ୍କର ଫ୍ୟୁଚର୍ସ ଅପସନ୍ ଅଛି ତାହେଲେ ଆପଣଙ୍କୁ ନିଶ୍ଚିନ୍ତ ଗୋଟେ ହେଲ୍ପ ନେବାକୁ ପଡ଼ିବ କାହାଠୁ। ଆଉ ଫ୍ୟୁଚର୍ସ ଅପସନ୍ ଖରିକା ଯଦି ଟ୍ରେଡ୍ କରୁଛନ୍ତି, ଯେମିତି ହେଲେ ଇନକମ୍ ଟ୍ୟାକ୍ସ ଫାଇଲ୍ କରିଦେବା କଥା।